କମାଣ୍ଡର ଆମକୁ କୁହ ଯେ ବର୍ତ୍ତମାନ କେତେ କେତେ ମଦକ କିଏ ଦେଇଥିଲେ କ'ଣ କରିଥିଲେ ବର୍ତ୍ତମାନ ତାର ହିସାବ ଦିଅ। ସିଏ କହିଲେ କ'ଣ କରିବି ହିସାବ ତମକୁ ଦେବି। ଏଇ ମଦକ ଏଇମାନେ ସବୁ ଦେଇଥିଲେ। ଏଇ 313 ମଦକ ଆସିଥିଲା କିନ୍ତୁ ସବୁ ବୈଦ୍ୟମାନେ ଦେଇଥିଲେ। ତା ଭିତରେ ଆମର ରୁଦ୍ର ନନ୍ଦନ ମିଶ୍ର ସେ ବି 99 ମଦକ ଦେଇଥିଲେ। ଏମିତିକା ସବୁ 5-7 ଜଣଙ୍କ ନାଁ କହିଲେ। ମୁଁ କହିଲି ଟୋଟାଲ କେତେ ଦେଇଥିଲେ କୁହ। ନା 313 ମଦକ ଦେଇଥିଲେ କିନ୍ତୁ ଆପଣଙ୍କର ତ ଆସିକି ନେଇକି ଯାଇଛନ୍ତି ଭୋଗ ବେଳକୁ ଆଉ କିନ୍ତୁ ନେଲା ବେଳକୁ 70 ମଦକ କମ୍ ଥିଲା। ତେଣୁ ସେ 70 ମଦକ କମ୍ ଥିବା ନେଇକି ତାଙ୍କର ସେ ଯାଇଛନ୍ତି। ମୁଁ କହିଲି ତେମେ ଗଣିଥିଲ ନା ଆମେ କାହିଁ ଗଣିବୁ। ଯିଏ ଯାହା ସବୁ ଦେଇଥିଲେ ସେ ସବୁ ଦେଇଥିଲେ ସେଥିରେ ସବୁ ବର୍ଷ ସେମିତି ଦିଅନ୍ତି ଦେଇଥିଲେ ଆଉ କ'ଣ। କିନ୍ତୁ ତମ ଆପଣଙ୍କର ତ ଭାଗାରୀ ମାନେ ନେଇକି ଗଣିକି ନେଇକି ଗଲେ କିନ୍ତୁ ମାନେ ଦେଖାଗଲା ଯେ ସେ ଯେତିକି ମଦକ ନେଲେ ଆଉ ତା ଦେହରୁ 70 କମ୍। ତେଣୁ 70 କୁଆଡ଼େ ଗଲା କ'ଣ କଲା ମୁଁ କହିପାରିବିନି। ଆମର ତ ଏଠି CCTV ଲାଗିଛି। ନା ଆମେ କାହିଁ ଗଣିବୁ। ଆମେ ସେ ତାକୁ ଡିଟେଲ୍ସ ପଚାରିଦେଲୁ ଯେଉଁମାନେ ସବୁ ମଦକ ଦେଇଥିଲେ କେତେ ମଦକ ଆସିଥିଲା ତେମେ ଆମକୁ କୁହ। ସିଏ କହିଲେ ଯେ ବର୍ତ୍ତମାନ ମଦକ ଯାହା ସବୁ ପ୍ରତିବର୍ଷ ଦିଅନ୍ତି ସେ ଦେଲେ ଆଉ ମଦକର ସଂଖ୍ୟା ହେଉଛି 313 କି କେତେ ଆସିଛି। ଆଉ ଯେଉଁ ଆପଣଙ୍କର ଯିଏ ସବୁ ଆସିକିରି ନେଲେ କି ଯାହା କଲେ ବର୍ତ୍ତମାନ ସିଏ 70 ମଦକ ତା ଦେହରୁ କମ୍ ଅଛି ନେଇକି ଗଲେ। ମୁଁ କହିଲି ମୁଁ ତାଙ୍କୁ କହିଲି ମୁଁ କହିଲି ତମେ କେମିତି ଦେଇଦେଲ ତାଙ୍କୁ ଗଣିକି ଦେଲ ନା ସେ ତ ଏତିକି ଆସିଥିଲା ଏତିକି ଗଣିକି ନେଲେ କିଏ ନେଲେ ମୁଁ ସିଏ କହିଲେ ମୁଁ ଜାଣିନି ଏତେ କଥା। ତମର ଯିଏ ଆସିଲେ ସେ ନେଲେ ଯେ ମଦକ ତ ଯାଇଛି 70 ମଦକ କମରେ ସେମାନେ ମଦକ ନେଇଛନ୍ତି। ନାଇଁ ସବୁଠି ତ ଲାଗିଛି ଆଉ କ'ଣ ଅଛି। ଅଭିଯୋଗରେ କିଛି ନାହିଁ। ଅଭିଯୋଗରେ ଏତିକି ମାନେ ବର୍ତ୍ତମାନ ଏତିକି ମଦକ ଆସିଥିଲା ଆଉ 70 ମୂର୍ତ୍ତି କାହିଁକି କମ ହେଲା ଏଇ ମାରା ମଦକ ଜଗନ୍ନାଥଙ୍କ ପାଖରେ ସମର୍ପଣ ହେଲା କେମିତି ଏଇଟା କେମିତି ମାନେ ଗୋଟେ ଉଦ୍ଦେଶ୍ୟରେ ଭକ୍ତମାନେ ଦେଇଛନ୍ତି ଯେ ଆଣିକିରି ତିଆରି କରି ତାଙ୍କ ସେବାରେ ଧର 300 କି କେତେ ମଦକ ଦେଇଛନ୍ତି ତାଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି। ତେଣୁ ତାଙ୍କ ଉଦ୍ଦେଶ୍ୟ ପୂରଣ ନ ହେବାରୁ ତମ ଉଦ୍ଦେଶ୍ୟ ପୂରଣ ହେଇଗଲା ତମେ ଯୋଉଟା ନେଇଗଲ ତା ଦେହରୁ ଏଇଟା ମାରା କରିଦେଲ ଆଉ କ'ଣ। ମାରା ତା ଦେହରେ ହାତ ଦିଆହବନି ମାରା ହବ କ'ଣ। ସେଠି ତାଙ୍କ ପାଖକୁ ସିଏ ଦେଇକି ଯାଇଛନ୍ତି ତାଙ୍କ ପାଖରେ ଯାଇ ପହଞ୍ଚ। ସଂସ୍କାର ଆମର ତ ପ୍ରତିମା ଭିତରେ ଅଛନ୍ତି। ଆମେ ତ ଜାଣିଲୁ ମାରା ବିଘ୍ନ ହେଲା କି ଯାହା ହେଲା କିନ୍ତୁ ସେ ଗଲା କେମିତି ହେଲା କେମିତି। ନା ଆମେ କିଛି ଚାହୁଁନୁ। ଆମେ ଚାହୁଁଛୁ ବର୍ତ୍ତମାନ ଆମର ଯେଉଁ ପ୍ରକାର ଏଇ ପ୍ରକାର କାର୍ଯ୍ୟକ୍ରମ କାହିଁକି ହେଉଛି ଯେମିତି ଗତ ବର୍ଷ ରଥଯାତ୍ରାରେ ମାନେ ଆମର ଏଠି ଆଜ୍ଞାମାଳ ଅଣସର ଭିତରୁ ଗଲା ସେ ସେନାପଟା ଲାଗି ଅଣସର ଭିତରେ ହେଲା ବାଉଟକଣ୍ଠ ଭିତରେ ଅଣସର ଭିତରେ ହେଲା। ଏଇସବୁ ଯେଉଁ ଅନ୍ୟାୟ କାର୍ଯ୍ୟକ୍ରମ ଚାଲିଛି ଯେଉଁ ପ୍ରତିଫଳ ଆମେ ପାଉଛୁ ବର୍ତ୍ତମାନ ବଳଭଦ୍ର ଗଢ଼ିଲେ ମୁଁ କାହିଁ ଭାବୁଛି ବର୍ତ୍ତମାନ ସେଇ ପ୍ରକାର ସବୁ ଗୋମାଳ ସବୁ ହେଉଛି। ଦାୟୀ ଆମେ ତ ପ୍ରଶାସନକୁ କହିବୁ ଆଉ କ'ଣ। 2015 ନବକଳବରରେ ବ୍ରହ୍ମ ବିଭ୍ରାଟ ବ୍ରହ୍ମ ଚୋରି ଅଭିଯୋଗ ଆପଣ ଆଣିଥିଲେ ତାର ତଦନ୍ତ ରିପୋର୍ଟ ବାହାରିଲା କାହିଁକି ଆମେ ଜାଣୁ ତ ନା ବ୍ରହ୍ମ ଚୋରି ତ ହେଇନି ସେଇଗୁଡ଼ାକ କ'ଣ କାର୍ଯ୍ୟ। ଗୋଟିଏ କଥା ହେଉଛି ପ୍ରଭୁଙ୍କର ଏଇ ଯୋଉ ସେବା ଅଣସର ସେବା ଇଏ ବଡ଼ ଦାୟିତ୍ୱର ସେବା ୟାକୁ ବର୍ତ୍ତମାନ ଦାୟିତ୍ୱହୀନତା କୋଉଠି ବର୍ତ୍ତମାନ କିଏ କରିଲା। ଯାହା ତ୍ରୁଟି ଦେଖାଗଲା ସେଇଟା ଆମେ କମାଣ୍ଡରକୁ ଜଣେଇଲୁ ଆମେ ପ୍ରଶାସନକୁ ଜଣେଇବୁ କି ଆଜି ଅମୁକ ଜିନିଷଟା ଅସୁବିଧା ହେଲା ଆମେ ପ୍ରଶାସନକୁ ଜଣେଇବୁ କି ଆମ ଭିତରେ କିଏ କ'ଣ ଦୋଷ କଲା ସେ ତାଙ୍କ ନାଁରେ ଜଣେଇବୁ। କିନ୍ତୁ ଗୋଟେ ଯେହେତୁ ଆପଣଙ୍କର ଏଇଟା ଗୋଟେ ଗୋଷ୍ଠୀଗତ ସେବା ଆପଣଙ୍କର ଭାଗାରୀ ଏଭଳି କରନ୍ତି ଆପଣମାନେ ବରିଷ୍ଠ ହିସାବରେ କାହିଁ ତାଙ୍କୁ ତାଗିଦ କରନ୍ତିନି।
ନାଇଁ ବହୁତ ସେମାନେ କରନ୍ତି, ଆମେ ଚାକିରି ବି କରୁ, ସେ କେବଳ ହୁଏ। ପ୍ରଶାସନକୁ ଦୋଷ ନ ଦେଇ ଆପଣ ଖସିଯିବା ପାଇଁ ଏସବୁ ନୁହଁ ତ? ନାଇଁ ନାଇଁ, ଆମେ ଯାହା ବି ହେଲେ ପ୍ରଶାସନକୁ କହିବୁ।